हाँ आज्ञा, ବର୍ଷା ପ୍ରିୟଦର୍ଶିନୀ ଖାଲି ଜଣେ ଭଲ ଅଭିନେତ୍ରୀ ନୁହେଁ, ସେ ଜଣେ ଭଲ ମଣିଷ ହେବା ସହିତ ସମାଜସେବୀ ମଧ୍ୟ। ଆଉ ଗତକାଲିଠାରୁ ବିଜେଡି ଦଳରେ ସାମିଲ ହୋଇ ରାଜନୀତିକୁ ଆସିଛନ୍ତି ବର୍ଷା। ବର୍ଷାଙ୍କ କହିବା କଥା ଅନୁସାରେ ସେ ନାରୀମାନଙ୍କ ସଶକ୍ତିକରଣ ପାଇଁ ରାଜନୀତିକୁ ଆସିଛନ୍ତି, ନାରୀମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି। ଗତକାଲି ବର୍ଷା ପ୍ରିୟଦର୍ଶିନୀ ବିଜେଡି ଦଳରେ ସାମିଲ ହେବା ପରେ ଦଳର ମୁଖିଆ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ବର୍ଷାଙ୍କ ସହିତ ତାଙ୍କ ଭଉଣୀମାନଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା। ଗତ କିଛି ବର୍ଷ ହେବ ବର୍ଷା ଅନେକ ପ୍ରକାର ସମାଜସେବା କରୁଥିବାର ନଜରରେ ଆସିଥିବା ବେଳେ ଏବେ ଦେଖିବାକୁ ବାକି ରହିଲା ରାଜନୀତିରେ କେତେ ସଫଳତା ଲାଭ କରୁଛନ୍ତି ବର୍ଷା। ଏମିତି ନ୍ୟୁଜ୍ ପାଇବା ପାଇଁ ଚାହୁଁଥିଲେ ସବସ୍କ୍ରାଇବ୍ କରନ୍ତୁ RJ ନ୍ୟୁଜ୍।